अखण्डमण्डलाकारं व्याप्तजेन चराचर तत्पदं दर्शितजेन तस्मै श्री गुरवे नमः। गुरो ब्रह्मा गुरुर्विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। ओम नमो भगवते वासुदेवाय। हे मोर भक्तवृंद, आज मो यूट्यूब चैनल माध्यम आपण मानंकु श्रीमद् भागवत महात्म्य रो तत्व उपरे बुझेइबा पई जाउची, जद्वारा कि आपण माने जानि पारिबे श्रीमद् भागवत पढ़िले कौन फल प्राप्ति हुए, शुणिले कौन फल प्राप्ति हुए एवं ताकू घरे रखिले पूजा विधि अनुसार घरे रखिले मध्य कौन फल प्राप्ति हुए ताहा आपण माने जानि पारिबे। तेणु आपण मानंकु मोर अनुरोध, आपण माने मूलरू शेष पर्यंत ए भिडियोटी की देखंतु एवं श्रीमद् भागवत महात्म्य कथा श्रवण करंतु। थरे शौनक ऋषि सूतंकु पचारले, सूत मुनि को पचारले, कौन पचारले? कहले हे सूत मुनि, मते भागवत महात्म्य विषय किछि कहंतु, ताहा मु शुणिया पई प्रतीक्षा करिछि, संपूर्ण रूपे बुझाई मते कहंतु। सेठु सूतमुनि कहिछंती, कौन कहले? कहले ए शौनक, वर्तमान मु एठारे तुमको एक भक्तिपूर्ण कहानी शुणाऊची, जहा श्री सुखदेव मते अनन्य शिष्य रूपे जानी एकांतरे कौन कहिथिले? एकदा हि विशालायां चत्वारं ऋषयो मलाः सत्संगार्थ समायाता ददृशु सत्र नारदम। इस श्लोकर अर्थ कौन? कहले एकदा विशालपुरी को सनक, सनंदन, सनातन और सनत कुमार एई चारि जन निर्मल ऋषि सत्संग निमंते आसीथिले। जेतेबेले सेठी सत्संग पई आसीथिले, सेही समय सेठारे से देवर्षि नारदं को देखिले। देखिकी नारदं को से पचारले, कौन पचारले? कथं ब्रह्माण्डेन मुखः कुतश्चिन्तातुरो भवान् त्वरितं गम्यते कृतः कुतश्चागमनं तव। सनकादि कहिले, हे ब्रह्मन, आपणक मुख काहींकि उदास देखा जाउछि, आपण काहींकि विरस देखा जाउछन्ति, आपणक मुख मलिन काहींकि पड़ी जाइछि, आपण काहींकि चिंतातुर अछन्ति, एते चंचल आपण केउठाकु जाउछन्ति एवं आपणकर आगमन आपण केउठारु आसिछन्ति ताहा सनकादि आदि ऋषि माने जानिया पाई नारद को पचारिचंती। तापरे कौन पचारिचंती?
इदानीं शून्यचितोऽसि गतवीतो यथा जनः तवेदं मुक्तसङ्गस्य को नोचितं वदकारणम्। आपण ସର୍ବଧନ ହରାଇଥିବା ବ୍ୟକ୍ତି ପରି ବର୍ତ୍ତମାନ ଦେଖାଯାଉଛନ୍ତି। ଜଣେ ବ୍ୟକ୍ତି ଯେତେବେଳେ ତାର ସର୍ବସ୍ୱ ହରାଇ ଦିଏ ସେ ଯେପରି ବିଷାଦ ଦେଖାଯାଏ, ମ୍ରିୟମାଣ ଦେଖାଯାଏ, ଯେପରି ଦୁଃଖରେ ରହିଥାଏ, ଆପଣ ସେହିପରି ଦେଖାଯାଉଛନ୍ତି। ଆପଣ ଜଣେ ଆସକ୍ତିହୀନ ପୁରୁଷ, ଆପଣ ଜଣେ ଋଷି। ଆପଣଙ୍କ ଭଳି ଆସକ୍ତିହୀନ ପୁରୁଷଙ୍କ ନିମନ୍ତେ ଏହା ଉଚିତ ନୁହଁ। ଆପଣ ଏତେ ଉଦାସୀନ ହେବା ଉଚିତ ନୁହଁ। এই କଥା ଶୁଣି ନାରଦ କହିଛନ୍ତି। ନାରଦ କ'ଣ କହିଲେ? ଅହଂ ତୁ ପୃଥିବୀ ଜାତୋ ଜ୍ଞାତା ସର୍ବୋତ୍ତମାମିତି ପୁଷ୍କରଂ ଚ ପ୍ରୟାଗଂ ଚ କାଶୀ ଗୋଦାବରୀ ତଥା ହରିକ୍ଷେତ୍ରଂ କୁରୁକ୍ଷେତ୍ରଂ ଶ୍ରୀରଙ୍ଗଂ ସେତୁବନ୍ଧନଂ ଏବମାଦିଷୁ ତୀର୍ଥେଷୁ ଭ୍ରମମାଣ ଇତস্তତଃ ନାପଶ୍ୟ କୃଚ୍ଛ୍ରିଚ୍ଛମ ମନସଂସତୋଷ କାରଣଂ କଳିନାଂ ଧର୍ମମିତ୍ରେଣ ଧରୟେଂ ବାଧ୍ୟତାଧୁନା। ଅର୍ଥାତ୍ ନାରଦ କ'ଣ କହିଛନ୍ତି ଏଠି? ନାରଦ କହିଲେ, ମୁଁ ସର୍ବୋତ୍ତମ ଲୋକ ପରି ମନେ କରି ପୃଥିବୀକୁ ଆସିଥିଲି। ମୁଁ ପୃଥିବୀ ପରିଭ୍ରମଣରେ ଆସିଥିଲି। ଯେଉଁ ପୃଥିବୀରେ ପୁଷ୍କର, ପ୍ରୟାଗ, କାଶୀ, ଗୋଦାବରୀ, ହରିଦ୍ୱାର, କୁରୁକ୍ଷେତ୍ର, ଶ୍ରୀରଙ୍ଗ ଓ ସେତୁବନ୍ଧ ଆଦି ଅନେକ ତୀର୍ଥମାନଙ୍କରେ ଇତସ୍ତତ ଭ୍ରମଣ କରୁଥିଲି। କିନ୍ତୁ ମୋତେ କେଉଁଠାରେ ମନକୁ ସନ୍ତୋଷ ଦେବା ନିମନ୍ତେ ଶାନ୍ତି ମିଳିଲା ନାହିଁ। ମୁଁ କେଉଁଠାରେ ଶାନ୍ତି ପାଇଲି ନାହିଁ। ଏହି ସମୟରେ ଅଧର୍ମର ସହାୟକ କଳିଯୁଗ ସାରା ପୃଥିବୀକୁ ପୀଡ଼ିତ କରି ସାରିଥିଲା। ବର୍ତ୍ତମାନ କଳିଯୁଗର ସମୟ। ଏ କଳିହତ ମାନବ ସାରା ପୃଥିବୀରେ, ସାରା ସୃଷ୍ଟିରେ କଳି ରାଜତ୍ୱ କରୁଛି। ତେଣୁ ନାରଦଙ୍କର ମନ ଯେତେ ତୀର୍ଥସ୍ଥାନ ବୁଲିଲେ ମଧ୍ୟ ତାଙ୍କ ମନ କେବେ ସନ୍ତୋଷ ଲାଭ କରୁନଥିଲା। ହେ ବନ୍ଧୁଗଣ, ନାରଦ ଯେତେବେଳେ କହିଲେ ଯେ ସେ ଯେତେ ତୀର୍ଥସ୍ଥାନ ବୁଲିଲେ ମଧ୍ୟ ତାଙ୍କ ମନ କେବେ ଶାନ୍ତି ଲାଭ କଲା ନାହିଁ, ତାଙ୍କ ମନ ଅଶାନ୍ତିରେ ପରିପୂର୍ଣ୍ଣ ହୋଇଗଲା। ତାପରେ କ'ଣ କହିଛନ୍ତି? ସତ୍ୟ ନାସ୍ତି ତପଶୌଚ ଦୟାଦାନଂ ନ ବିଦ୍ୟତେ ଉଦରଂ ହରିଣୋ ଜୀବା ବାର କାକୁଟ ଭାସିନଃ ମନ୍ଦାସୁ ମନ୍ଦମତୟୋ ମନ୍ଦଭାଗ୍ୟା ହ୍ୟପୁତ୍ରଦୂତଃ ପାଖଣ୍ଡ ନିରତା ସନ୍ତୋ ବିରକ୍ତା ସପରିଗ୍ରହା ତରଣୀ ପ୍ରଭୃତା ଗେହେ ଶ୍ୟାଳକೋ ବୁଦ୍ଧିଦାୟକ କନ୍ୟା ବିକ୍ରିୟେଣ ଲୋଭଦ ଦାମ୍ପତିନା ଚକଳନମ୍। ଅର୍ଥାତ୍ ନାରଦ କହିଛନ୍ତି, ବର୍ତ୍ତମାନ এই କଳିଯୁଗରେ, ଏ ମର୍ତ୍ତ୍ୟଲୋକରେ କ'ଣ ଅଛି? ସତ୍ୟ, ଶୌଚ, ଦୟା, ଦାନ ଆଦି କିଛି ନାହିଁ। ବିଚରା ଜୀବମାନେ ନିଜର ପେଟ ପାଳନରେ ଲାଗି ପଡ଼ିଛନ୍ତି। ଏ ଜୀବ ସଦାବେଳେ ଗୋଟିଏ ଲକ୍ଷ୍ୟରେ ଚାଲିଛନ୍ତି, ନିଜର କେମିତି ଜୀବିକା ଅର୍ଜନ କରିବେ। ସେମାନେ ସବୁ ଅସତ୍ୟ, ଆଳସ୍ୟ, ମନ୍ଦବୁଦ୍ଧି, ଭାଗ୍ୟହୀନ ଓ ଉପଦ୍ରବଗ୍ରସ୍ତ ହୋଇଗଲେଣି। ଏ କଳିଯୁଗର ମଣିଷ କେଉଁଥିରେ ତାଙ୍କୁ କହି ହେବ ନାହିଁ। ସେମାନେ ସବୁ ଯେତେକ କୁକର୍ମରେ ବିଲିପ୍ତ ହୋଇଗଲେଣି। ଯେଉଁମାନେ ସାଧୁସନ୍ଥ ବୋଲି ନିଜକୁ ମନେ କରନ୍ତି, ସେମାନେ ସବୁ ପାଖଣ୍ଡୀ ହୋଇଗଲେ। ଏମାନେ ଦେଖିବାକୁ ବୈରାଗୀ। ଯିଏ ଦେଖିବ ଏ କଳିଯୁଗରେ ଏମାନେ ହେଲେ ସାଧୁ, ଦାଢ଼ି ରଖିଛନ୍ତି, ତିଳକ ମାରି